ମୋ ଫିଦା ହେଇଗଲା ଲିସା କି ଏକ୍ଟିଂ କଲୁଲୋ ଲିସା ଖାଲି ସେତିକି ନୁହେଁ ଜିଜୁ, ସିଏ ମତେ ବାହା ହବାକୁ କଥା ବି ଦେଇ ସାରିଛି। ब्यूटीफुल आलिशा तू जेते स्किल भाईजा जेते स्किल भाईचो से उधर तक भाईजा तापरे आरंभ हबो मोर द्वितीय इनिंग କିନ୍ତୁ ଜିଜୁ ଉଦୟକୁ ବାହା ହେଲେ ମୋର ଫାଇଦା କଣ? फायदा अछि आलिशा फायदा अछि उधर तक भाई साला परे लक्ष लक्ष टंकार मालिक जानिबो हालो तो सेठा नाड़ी भली रहिबो अरे तु एई समतଳରେ ପାଟ ଶାଢ଼ୀ ପିନ୍ଧିବୁ ସୁନା କଡ଼ାରେ ପୁରା ଛାଇକି ରହିବାଲୋ ଚାଲିବା ବଦଳରେ ତୁ କାରରେ ବୁଲିବୁ କାରରେ ହଁ ସେଇଟା ଠିକ ଯେ, ହେଲେ ମୁଁ ତ ବାହା ହେଇଛି, ସେଇ ଅଧକୁ ତାର ଅବସ୍ଥା କଣ ହବ ଯେ? ତୁ ହଉଛୁ ମୋ ଶାଳୀ ତୋର ଭଲ ଚିନ୍ତା କରିଛି ମୁଁ ଆଲିଶା ତତେ ନେଇ ସେ ଘରେ ବାହା କରିସାରିଲା ପରେ ଲକ୍ଷ ଲକ୍ଷ ଟଙ୍କାର ମାଲିକ ହେବ ତୋ ଭାଗ୍ୟ ପରିବର୍ତ୍ତନ ହବ ଆଲୋ ସେ ଅନ୍ଧଟା ତୁ ବାହା ହେଇସାରିଲା ପରେ ସେ ଅନ୍ଧ ହେଇସାରିଛି ସେ ଅନ୍ଧ ପାଖରେ ତୋ ଜୀବନ ତୁ କାଟିବୁ କେମିତି ତୋରି ପାଇଁ ତୋ ଜିଦୁକେ ଚିନ୍ତା କରିଛି ତୁ ଜାଣିଛୁ ତୁ ଯଦି ସେ ଅନ୍ଧଟାକୁ ଭୁଲି ନ ଯାଉ ତାହେଲେ ମୁଁ ଭୁଲିଯିବି ତୁ ମୋ ଶାଳୀ ବୋଲି ଜିଜୁ ତମେ କଣ କହୁଛ ଜିଜୁ? ହଉ ଠିକ କହୁଛି ତତେ ଭଲ ମଣିଷ କରିବାକୁ ଯାଇ ତତେ ଭଲ ମଣିଷ କରିବାକୁ ଯାଇ ଏସବୁ କରିବା କ'ଣ ମୋର ଭୁଲ ତତେ ବଦଳି ଯିବାକୁ ହବ ମଣିଷ ଜୀବନରେ ସବୁ ହଉଛି ଟଙ୍କା ଯାହାପରେ ଟଙ୍କା ନାହିଁ ତାକୁ ମଣିଷ ଗୁଡ଼ାକ ଚିହ୍ନନ୍ତିନି ଆଲିଜା ଉଦୟଟା ହଉଛି ଗୋଟେ କୋଟିପତି ବାପର ପୁଅ ତାକୁ ତୁ ହତର କରିଛନ୍ତି ଉଦୟଟାକୁ ବାହା ହେଇଯିବୁ ତାହେଲେ ତୋ ଭାଗ୍ୟ ବଦଳିଯିବ ତମେ ଯାହା କହୁଛ ଠିକ କହୁଛ, ସେ ଅଧକୁ ବାହା ହେଇ ମୋ ଲାଇଫଟା ପୁରା ବର୍ବାଦ ହେଇଗଲା। ଆଜିଠାରୁ ତମ କଥା ମାନିବି, ତମେ ଯୋଉଠି କହିବ ସେଇଠି ମୁଁ ବାହା ହେବି। याकोई कौची उपयुक्त शाली एमती शाली भाग्ୟରେ ଥିଲେ ମିଳେ ମଣିଷର ସବୁଠାରୁ ହଉଛି ବଳବାନ ଟଙ୍କା ବୁଦ୍ଧି ବିବେକ ଆରେ ମଣିଷ ଜନ୍ମ ହେଲା ବେଳେ ଭିକାରୀ ହେଇକି ଜନ୍ମ ହେଇଥାଏ ତାକୁ ତା ବୁଦ୍ଧି ବିବେକ ଦେଇ ତାକୁ ବଡ଼ ମଣିଷ କରେ ଭୁଲିଯା ସେ ଅନ୍ଧକୁ ଉଦୟଟାକୁ ତୁ ବାସ କର ଅନ୍ଧଟାକୁ ତୁ ସବୁଦିନ ପାଇଁ ଭୁଲି ଯିବାକୁ ହବ ତୁ ଉଦୟକୁ ବାହା ହେଇସାରିଲା ପରେ ଏଇ ସହର ସାରା ସମସ୍ତେ କହିବେ ବାଃ क्या कर दिया रे लाला